ଚାଲି ଚାଲି ପାଦ ଥକି ପଡ଼ୁଥିଲେ ବି କେବେ ବି କଷ୍ଟ ଲାଗେନି, କାରଣ ତୁ ମୋ ସାଥିରେ ଥିଲୁ। ମୋ ପାଦ ସହ ପାଦ ମିଶେଇ ଅନେକ ମାଇଲ ଚାଲିଥିଲୁ। କେତେବେଳେ ଗାଉଁଲି କାଦୁଅ ପଚପଚ ରାସ୍ତା ତ ପୁଣି କେତେବେଳେ ଚିକମିକିଆ କଳା ପିଚୁ ରୋଡ, କେତେବେଳେ ପାହାଡ଼ିଆ ହୁଡ଼ି ତ ପୁଣି କେତେବେଳେ କଂକ୍ରିଟର ସହର ଭିତରେ ଆମେ ଦିନ ରାତି କାଟୁଥିଲେ। ଧାନ କିଆରର ନବଜାତକ ଧାନ ଗଛ ହେଉ କିମ୍ବା ରାସ୍ତା କଡ଼ର ବାଉଁଶ ଓ ବରପତ୍ର ଡାଳ ଖାଇ ଆମେ ଭୋକ ମେଣ୍ଟାଉଥିଲେ। କେତେବେଳେ ପୋଖରୀର ପାଣି ତ ପୁଣି କେତେବେଳେ ନାଳ ପାଣି ପିଇ ତୃଷ୍ଣା ମେଣ୍ଟାଉଥିଲେ। ବାଟବଣା ହୋଇ ଢେଙ୍କାନାଳରୁ ଯାଜପୁର ତ ପୁଣି ଯାଜପୁରରୁ କେନ୍ଦୁଝରକୁ ଆମେ ସିନା ଚାଲି ଆସିଲେ, ଏ ମଣିଷ ଜାତି ଆମକୁ ଦେଖି ଅନେକ ମଜା ଉଠାଇଲେ। ହୋହଲ୍ଲା ସାଙ୍ଗକୁ ବାଣ ଟର୍ଚ୍ଚ ଲାଇଟ୍ ହାତରେ ମୋବାଇଲ ଧରି ଆମର କେତେ ଫଟୋ ଭିଡ଼ିଓ ଉଠାଇଲେ। ହେଲେ କେନ୍ଦୁଝରରେ ତୁ ମୋତେ ଏକା କରି କୁଆଡ଼େ ଚାଲିଗଲୁ। ଏ ନିଷ୍ଠୁର ମଣିଷ ସମାଜ ଭିତରେ ତତେ ଅନେକ ଖୋଜିଛି। ମଣିଷ ଘୋଡ଼ାଉଥିବା ବେଳେ ଏକା ଏକା ରାସ୍ତାରେ ଚାଲିଛି। ଏ ମଣିଷକୁ ମୋତେ ଏମିତି ଘୋଡ଼ାଇଲେ ଶେଷରେ ତତେ ଖୋଜିବାକୁ ବାଟ ପାଇଲିନି। ମଣିଷମାନଙ୍କର ହୋହଲ୍ଲା ଗାଡ଼ି ମଟରର ବିକଟାଳ ଶବ୍ଦରେ ମୁଁ ତତେ ଛାଡ଼ି ଏକା ଏକା ବାଟ ଫେରି ଆସିଛି। ଫେରିବା ବେଳେ ସେଇ ମଣିଷ ହେଲା ସେମାନଙ୍କ ଫଟୋ ପ୍ରେମରେ ତୁ ନଥିଲୁ। ମୁଁ ଏକା ହୋଇ ରହିଯାଇଛି। ଥକା ପାଦରେ ଚାଲି ଚାଲି ମନର କୋହ ଓ ଆଖିରୁ ଲୁହ ଧାର ଝରାଇ ଆଜି ମୁଁ ସିନା ମୋ ଜନ୍ମସ୍ଥାନକୁ ପଳେଇ ଆସିଛି, ହେଲେ ତୁ ଏବେ କେଉଁଠି? ଭଲରେ ଅଛୁ ତ? ଜାଣିଛି ଏ ନିଷ୍ଠୁର ମଣିଷ ସମାଜ ଆଜି ବି ତୋର ମଜାକ ଉଡ଼ାଉଥିବ। ହାତରେ ବାଡ଼ି ଓ ଟର୍ଚ୍ଚ ଲାଇଟ୍ ଧରି ହୋହଲ୍ଲା କରି ଶାନ୍ତିରେ ତତେ ବଞ୍ଚିବାକୁ ଦେଉନଥିବ। ହେଲେ ବି ତୁ ହାରିବୁନି। କିଏ ମଣିଷ ପାଖରେ କେବେ ଥକି ପଡ଼ିବୁନି, କାରଣ ତତେ ଏକା ଏକା ବାଟ ଚାଲିବାକୁ ପଡ଼ିବ। କାହା ପାଇଁ ନହେଲେ ବି ମୋ ପାଇଁ ତତେ ମୋ ପାଖକୁ ଫେରିବାକୁ ପଡ଼ିବ। ବ୍ୟୁରୋ ରିପୋର୍ଟ, ମହାଗିରି ନ୍ୟୁଜ୍।